ଆପଣ ଭାବୁଛନ୍ତି ଯେ ଗୁଟକା କିମ୍ବା ସିଗାରେଟ୍ ନ ଖାଇଲେ ଆପଣଙ୍କୁ ମାଉଥ କ୍ୟାନ୍ସର ହେବ ନାହିଁ, କିନ୍ତୁ ବିନା ନିଶା ଖାଇ ମଧ୍ୟ ଆପଣଙ୍କ ପାଟିର ଏହି ତିନୋଟି ସାଧାରଣ ଲକ୍ଷଣ ଭବିଷ୍ୟତରେ ଭୟଙ୍କର କ୍ୟାନ୍ସରର ରୂପ ନେଇପାରେ। ଆଉ ଆପଣ ତାକୁ ସାଧାରଣ ଘା ଭାବି ଅଣଦେଖା କରୁଥିବେ। ତେଣୁ କ୍ୟାନ୍ସରରୁ ବଞ୍ଚିବା ପାଇଁ ପାଟି ଭିତରେ ଥିବା ଏହି ତିନୋଟି ରେଡ୍ ଫ୍ଲାଗକୁ ଆଜି ହିଁ ଚେକ୍ କରନ୍ତୁ। ଯଦି ଗାଲ ଭିତରେ କିମ୍ବା ଜିଭ ତଳେ କୌଣସି ଧଳା କିମ୍ବା ନାଲି ରଙ୍ଗର ମୋଟା ଦାଗ ସୃଷ୍ଟି ହୋଇଛି, ଯାହାକୁ ଘଷିଲେ ବି ଛାଡୁନି, ତେବେ ତାହା କୌଣସି ସାଧାରଣ ଫଙ୍ଗାଲ ଇନଫେକ୍ସନ ନୁହେଁ, ବରଂ ଏହା କ୍ୟାନ୍ସରର ପ୍ରଥମ ଷ୍ଟେଜ ହୋଇପାରେ। ଯଦି ଆପଣଙ୍କର କୌଣସି ଦାନ୍ତ ଭାଙ୍ଗି ଯାଇଛି ବା ତାର ଧାର ବହୁତ ତୀକ୍ଷ୍ଣ ଅଛି ଏବଂ ତାହା ବାରମ୍ବାର ଆପଣଙ୍କ ଗାଲ ଓ ଜିଭରେ ଘଷି ହେଉଛି, ତାହେଲେ ସାବଧାନ ହେଇଯାଆନ୍ତୁ। ଲଗାତାର ଘର୍ଷଣ ଚମଡ଼ାର ସେଲକୁ ନଷ୍ଟ କରି କ୍ୟାନ୍ସର ସୃଷ୍ଟି କରିପାରେ। ପେଟ ଗରମରୁ ହେଉଥିବା ସାଧାରଣ ଘା 7 ରୁ 10 ଦିନ ଭିତରେ ଆପେ ଆପେ ଭଲ ହୋଇଯାଏ। କିନ୍ତୁ ଯଦି କୌଣସି ଘା 3 ସପ୍ତାହରୁ ଅଧିକ ଦିନ ରହୁଛି, ତେବେ ଭିଟାମିନ B କମ୍ପ୍ଲେକ୍ସ ଟ୍ୟାବଲେଟ୍ ଖାଇବା ବନ୍ଦ କରନ୍ତୁ ଏବଂ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ମାଉଥ କ୍ୟାନ୍ସର କେବଳ ଟୋବାକୋ ଭଳି ନିଶା ଖାଇଲେ ହୁଏନି। ଏମିତି ମେଡିକାଲ ରିଲେଟେଡ୍ ସତ କଥା ଜାଣିବା ପାଇଁ ମତେ ଏବେ ହିଁ ଫଲୋ କରନ୍ତୁ। ଆଉ ସଠିକ ପରାମର୍ଶ ଏବଂ ପାଟିର ଚେକଅପ୍ ପାଇଁ ଆଜି ହିଁ ଆସନ୍ତୁ ତ୍ରିପୁରା ଫାର୍ମା ନୂଆପଡ଼ା କଟକକୁ।